ରଶ୍ମିରଞ୍ଜନ ପାଟ୍ଟାଣୀ 65 ୱାର୍ଡର କର୍ପୋରେଟର ଏଇ ମାଟିର ପୁଅ। ସ୍କୁଲ କେସ୍ ହେଲା ଏ ଯୋଉ ପାଠପଢା ଭବାନୀପୁର ନୋଡାଲ ହାଇସ୍କୁଲ କୃଷ୍ଣଚନ୍ଦ୍ର ମହାରଣା ଯୋଉ କମ୍ପ୍ଲେନ କରିଥିଲେ କମ୍ପ୍ଲେନ ମୁଁ ବା ପୋଲିସ ସାର୍ଙ୍କୁ ସବୁ ତାଙ୍କ ପାଖରେ ଅଛି ପୋଲିସ ଡିପାର୍ଟମେଣ୍ଟ ସେଦିନ ଆଇ ସାର୍ ଆସିଲେ ଏସିବି ସାର୍ ଆସିଲେ ଯୋଉ ଟିକେ ବିଶୃଙ୍ଖଳା ହେଇଥିଲା ସ୍କୁଲ କମିଟିକି ନେଇକି ଇଲିଗାଲରେ ଯୋଉମାନେ ଯାଇଥିଲେ ମୁଁ ଆଗରୁ ମଧ୍ୟ କହିଥିଲି ଇଲିଗାଲରେ ସେମାନେ କିଛି ଯେହେତୁ ସେଠି ପିଟିଏମ ମେମ୍ବର ଏସଏମସି ଥିଲା ସେଠି ମତେ ଡକା ହେଇଥିଲା କିନ୍ତୁ ବାହାର ଲୋକଙ୍କୁ ଏଥିରେ ଆଲାଉ ନଥିଲା ଆଉ ତେଣୁକରି ସେମାନେ ଯାଇକି ଦୁଇ ଥର ମାନେ ଆଗରୁ ଯାଇଥିଲେ ତାପରେ ଶେଷ ଥର ପାଇଁ ପୁଣି ସେଇ ଯୋଉ 23 ତାରିଖରେ ଯାଇଥିଲେ ସେଟା ବିଶୃଙ୍ଖଳା ହେଲା ବୋଧେ କୃଷ୍ଣଚନ୍ଦ୍ର ମହାରଣାଙ୍କର ତ କିଛି ନାହିଁ ସେ ତ ତାଙ୍କ ପିଲା ଗାର୍ଡିଆନ ସେଠି ଯୋଉ ସେ ଗାର୍ଡିଆନ ସେଟାର ପିଲା ପଢୁଛି ତା ସହିତ ତ ମୋର ଭଲ ସମ୍ପର୍କ ସିଏ କାହିଁକି ଆଲିଗେସନ କଲା ମୁଁ ବି ଆଲିଗେସନ ଯୋଉ କମ୍ପ୍ଲେନ ଦେଇଛି ମୁଁ ବି ତଦନ୍ତରେ ଯାହା ନ୍ୟାୟ ମିଳିବ ସେଟା ଆପଣ କରିବେ ତେଣୁକରି ସେମାନେ ଠିକ ବୁଝିଛନ୍ତି ସବୁ କରିଛନ୍ତି ଏଇନା ଯିଏ ଯାହା ନାଁରେ ଖାଲି କେସ୍ କରିଦେବ ମୁଁ ଏଇନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯାଇ କେସ୍ କରିଦେବି ପୋଲିସ ଏଇନା ତାଙ୍କୁ କଣ ଯାଇକି ଆକ୍ସନ ନେଇଯିବେ ମୁଁ ଏଇନା କଲେକ୍ଟର ନାଁରେ ଏଇନା କେସ୍ କରିଦେବି କି ମାନେ ଯେକୌଣସି ଗୋଟେ ବ୍ୟକ୍ତି କୋଉ ଏମଏଲଏ ନାଁରେ ରାଗିକି କରିଦେବି କି ମୁଁ ଏଇନା ଯିବି ମୋ ମେୟର ନାଁରେ ଏଇନା କେସ୍ କରିବି ମତେ ମେୟର ମତେ ଏମିତି ଇଏ କଲେ ସେଟା ତଦନ୍ତ ହବ ନା ନାହିଁ ମାନେ ସାଙ୍ଗେ ସାଙ୍ଗେ ଆଙ୍କ କଥାରେ ପୋଲିସ ଆକ୍ସନ ନେଇଯିବେ ଆଚ୍ଛା ଗଲା ଆଉ ଦ୍ୱିତୀୟ କଥା ଯୋଉ ଆମ ଦି ଗାଁ ସିଏ କହୁଛନ୍ତି କୃଷ୍ଣଚନ୍ଦ୍ର ମହାରଣା ସିଏ ଗୋଟେ ଲୋକ କହୁଛନ୍ତି ଆଉ କେହି କହୁନାହାନ୍ତି ସିଏ କହୁଛି ଆମ ଦି ଗାଁ ମୁଁ କହୁଛି ମୋର ଗୋଟେ ଗାଁ ମୋ ଜନ୍ମ ହେଇଛି ପାତ୍ରଗଡ଼ ଭଗବାନପୁର ଆମ ଜେଜେବାପା ଅମଳରୁ ଗୋଟିଏ ଗାଁ ଆଉ ସିଏ କାହିଁକି କହୁଛି ମୁଁ କିଛି ଜାଣିପାରୁନି ନାଇଁ ମୁଁ ତ ବାଘ ନୁହଁ କି ଭାଲୁ ନୁହଁ ମୁଁ ବି କ୍ରିମିନାଲ ନୁହଁ ଏଇମାନେ କେତେଟା ରାଜନୀତି କରିକି ମୋ ନାଁରେ ସବୁ କେସ୍ କରନ୍ତି ଯେହେତୁ ମତେ ଲୋକ ସମ୍ପର୍କ ଭଲ ଛୋଟ ଛୁଆଙ୍କଠୁ ଆରମ୍ଭ କରି ଆବାଳ ବୃଦ୍ଧ ମନିଟା ମତେ ଭଲ ପାଆନ୍ତି ତେଣୁକରି ମତେ ଯଦି ଭଲ ନ ପାଇଥାନ୍ତା ଏଠି ପ୍ରଶାସନ ଥାଉ ଥାଉକା ଇଏ କଣ ବିହାର ହେଇଗଲା ଇଏ କଣ ଉତ୍ତରପ୍ରଦେଶ ହେଇଗଲା ଓଡିଶା ମୁଁ ଧମକେଇ ଦେବି ଲୋକ ମତେ ଭୋଟ ଦେଇଦେବେ ଏଠି ପ୍ରଶାସନ ରହିକି ଇଲେକ୍ସନ କରିଥିଲେ ମୁଁ 1624 ଖଣ୍ଡ ଭୋଟରେ ମୁଁ ଜିତିକି ଆସିଛି ସ୍ୱାଧୀନ ପ୍ରତିଭା 2022 ମସିହାରେ ଆଉ ସେମାନେ କଣ କହିଦେଲେ ହେଇଯିବ ଏମାନେ ମତେ ଭୋଟ ଦେଇନଥିଲେ ତାମାନେ ଯୋଉମାନେ ପ୍ରକୃତରେ ଲୋକ ଭଲ ପାଏ ଆପଣ ମାନଙ୍କର ସୋସିଆଲ ମିଡିଆରେ କହୁଛି ମିଡିଆ ମାଧ୍ୟମରେ ଆପଣ ଟିକେ ଡୋର ଟୁ ଡୋର ବୁଝନ୍ତୁ ଖାଲି ପାଠପଢା ଭଗବାନପୁର ନୁହଁ କେହି ନିଏ କେହି ନିବି ଆମର ଉଦୟଗିରି ବିହାର ଏମ୍ସ ନଗର ଡୁମୁଡୁମା କେମିତି ଡେଭଲପ ମୁଁ ଆସିଲା ପରେ ହେଇଛି ଆପଣ ବୁଝନ୍ତୁ ଆଉ ତାପରେ ଆପଣ ଗୋଟେ କାମ କରନ୍ତୁ ଆପଣ ବିଏମସି ରୁ ମଗେଇ ଦିଅନ୍ତୁ 65 ନମ୍ବର ୱାର୍ଡରେ ପାଠପଢା ଭଗବାନପୁର କଣ ଥିଲା କେତେ କାମ ହେଇଛି ସେଟା ଯାଇଯିବେ ଯୋଉ ଡେଭଲପ ଏଇ ଯୋଉ ରୋଡ ଆସିଲେ ଏଇ ସବୁ ତକ ମୋରି ଅମଳରେ ଏଇ ଯୋଉ ଜାଗାରେ ଠିଆ ହେଇଛନ୍ତି ମୋରି ଅମଳରେ ହେଇଛି ଏଇ ଯୋଉ ମଣ୍ଡପ ଅଛନ୍ତି ଆଉ ଯୋଉ ଜାଗାରେ ତାକୁ ବାଇଟ ଏଇନା ଦେଖୁଥିଲେ ମୁଁ ଟିକେ ଦେଖୁଥିଲି ଶୁଣୁଥିଲି ସେ ଯୋଉ ଜାଗାରେ ଠିଆ ହେଇଛି ଗୋଟେ ଫଳକ ମରା ହେଇଛି ଆପଣ ଦେଖନ୍ତୁ ସେ ଫଳକରେ ରଶ୍ମିରଞ୍ଜନ ପାଟ୍ଟାଣୀଙ୍କର ଲେଖା ହେଇଥିବ କର୍ପୋରେଟର ସେ ଜାଗାଟାକୁ ମୁଁ ଡେଭଲପ କରିଛି ଆଉ ସେଇ ଯୋଉ ଆମର ପାଲା ମଣ୍ଡପ ଯୋଉଠି ଏଠି ତାକୁ ମୁଁ ତିଆରି କରିଛି ଆପଣ ଦେଖିବେ ଯଦି ଓଡିଶାରେ କୋଉଠି ଅଧିକା ଫଳକ ମରା ହେଇଥାଏ ସେଟା ରଶ୍ମିରଞ୍ଜନ ପାଟ୍ଟାଣୀଙ୍କର ଫଳକ ମରା ହେଇଛି ଆଉ ସେ କଣ ସେ ଗୋଟିଏ ଲୋକ କଣ କହିଦେଲେ ମୋର ଆତ୍ମା ହେଲା ଆମର ଗୋଟିଏ ଗାଁ ଏଇଠୁ ଜାଣନ୍ତୁ ଏଇଠୁ ବଡ ପରେ ଭଗବାନପୁର ଏଇଟା ପାଟଗଡ ଆମେ କେହି ଜାଣନ୍ତୁନି ହେଲା ଅଲଗା ଗାଁ ଆମର ପରିଚୟ ଗୋଟିଏ ହେଲା ଯଦି ସେଇ ଭଗବାନପୁର ଲୋକ ବି ଯୋଉମାନେ ଅଛନ୍ତି ସେମାନଙ୍କର ପରିଚୟ ରାତି ପାଇଲେ ମୋ ପାଖରେ ରାତି ପାଇଲେ ଆମର ପରିଚୟ ଗୋଟିଏ ବାହାରକୁ ଗଲେ ପାଟଗଡା ଗାଁ ଭିତରକୁ ଆଇଲେ ବି ଆମର ସେ ପାଟଗଡା ଗୋଟିଏ ଗାଁ ଆମର ଗୋଟିଏ ଶିବ ମନ୍ଦିର ବାଲୁଙ୍ଗେଶ୍ୱର ମନ୍ଦିର ଆମ ଦୁଇ ଗାଁର ଇଷ୍ଟ ଦେବତା ସିଏ ଆମ ଗାଁର ଗ୍ରାମ ଦେବତୀ ମା ନମକାନୀ ଆଉ ଗୋଟେ ଅଛି ନମକାନୀ ଅଛି କି ଭଗବାନପୁରରେ ଆଉ ଗୋଟା ବାଲୁଙ୍ଗେଶ୍ୱର ଅଛନ୍ତି ଭଗବାନପୁରରେ ଆମର ଇଷ୍ଟ ଦେବତା ଇଷ୍ଟ ଦେବତୀ ଆମର ଅଛନ୍ତି ଆମର ସବୁ ଗାଁ ଏକରେ ସେ କାହିଁକି ଏମିତି ଗାଁରେ ବିଶୃଙ୍ଖଳା କରୁଛୁ ମୁଁ କାହିଁକି ଜାଣିପାରୁନି ସେ କଣ କହୁଛୁ ମୁଁ ତ ବାଇଟ ଦେବାକୁ ମନା ଉଚିତ ମଣୁନଥିଲି ଯେହେତୁ ସେ ଆପଣ ମାନେ କହିଲେ ଯେ ସେ ଭଲ ମିଶିବା ପାଇଁ କହୁଛନ୍ତି ସିଏ ଯଦି ଠିକ ସେଟା ବଡ ଭାଇଟା ହବ ଗୋଟେ ସାନ ଭାଇ ମୁଁ ପଚାରିବାକୁ ଚାହୁଁଛି ଯଦି ତାଙ୍କର ମୋ ପ୍ରତି କଣ ଅଛି ମତେ ଡାଇରେକ୍ଟ ଆସି ପଚାରୁନାହାନ୍ତି ଶମ୍ଭୁ ତ ସାନ ଭାଇ କର୍ପୋରେଟର ଆଉ ଇଏ କରେ ସିଏ ବହୁତ ଲୋକଙ୍କୁ କହୁଛନ୍ତି ମୁଁ ଇଲେକ୍ସନ ଆସିଲେ ମୋର ଟାର୍ଗେଟ ରଖିଛି ତା ଘରେ ସିଏ କଣ ହରେଇବ ସିଏ କଣ ସିଏ କିଛି ଲୋକଙ୍କ ପ୍ରରୋଚନାରେ ମାନେ ଯେହେତୁ ମୋର ରାଜନୈତିକ କ୍ୟାରିୟରଟା ବଢୁଛି ଆଗକୁ ଯେହେତୁ ପବ୍ଲିସିଟି ବଢୁଛି ଭଲ କାମ କରୁଛି ନିର୍ବାଚନ ଆଉ ଖୁବ କମ ସମୟ ରହିଲା ସେମାନେ ଏଇଭଳିଆ ଲୋକଙ୍କୁ ଢାଲ କରିକି ବର୍ତ୍ତମାନ ଛାଡୁଛନ୍ତି ଯଦି ଆପଣ ମାନେ ଆସିଛନ୍ତି
ଇଏ ଯୋଉ ଆଡେ ହାତ ବୁଲେଇବେ, ଯଦି ଆଗରୁ କିଛି ଏଇ ଅଞ୍ଚଳକୁ ଆସିଥିବେ ଦେଖିଥିବେ ଆଣ୍ଠୁଏ ଉଞ୍ଚାରେ ନା ଗାତ ଥିଲା, ଖାଲ ଥିଲା, ଡ୍ରେନ ସୁବିଧା ନଥିଲା, ଡ୍ରେନ ରୋଡ ଉପରେ ପାଣି ଯାଉଥିଲା, ନଳା ପାଣି ଯାଉଥିଲା। ସେଇ ଆଗ ତାଙ୍କରି ଯୋଉ ଘର କୃଷ୍ଣଚନ୍ଦ୍ର ମହାରଣା ଘର, ତାକୁ ଟିକେ ପଚାରିବେ ଆଜ୍ଞା 3 ବର୍ଷ 4 ବର୍ଷ ପରୁ ଆପଣଙ୍କ ଏଇ ଯୋଉ ଶୁଖିଲା ଅଛି ଏନା ଯୋଉ ଡ୍ରେନ ହେଇଛି ରୋଡ ହେଇଛି ଆଉ ସେ ପାଣିର ବ୍ୟବସ୍ଥା କରାଯାଇଛି ତାକୁ ଆଜ୍ଞା କିଏ କରିଛନ୍ତି? ତା ପୂର୍ବରୁ 3 ବର୍ଷ 4 ବର୍ଷ ପୂର୍ବରୁ କେମିତି ନଳା ପାଣି ଯାଉଥିଲା ଯୋଉ ରାଉତ ସାହୁ ଯେ ତାଙ୍କ ଘର, ତାକୁ ଟିକେ ପଚାରିବେ ଆଗ ପଟ ପଛ ପଟେ କିଏ କରିଛି, କେମିତି ଅବସ୍ଥା ଥିଲା, କେମିତି କରିଛି, ସେ ସେତିକି ଜାଣୁ। ମାନବିକତା ରଖନ୍ତୁ, ମାନବିକତା ରଖନ୍ତୁ, ଧର୍ମରେ ଯାଆନ୍ତୁ, ଧର୍ମରେ ହବ ଜୟ। ଆଉ ଆଉ ଯଦି କଣ ସେ କହିଛନ୍ତି ମିଶିବା ପାଇଁ ଯଦି କହିଛନ୍ତି, ଆମେ 2 ଗାଁ ଗୋଟିଏ ଗାଁ, ଆମର ଭାଇ ଗୋଟିଏ, ସିଏ ଯଦି ମୋ ବଡ ଭାଇଟା, ଯଦି କଣ ଯେତେବେଳେ କଣ କହିଦଉଛୁ ମୁଁ ତାକୁ ବି ସେ କଥାକୁ ଧରୁନି। ଯଦି ତାଙ୍କର କଣ ଅଭିଯୋଗ ଅସୁବିଧା ଅଛି ସେ ମତେ ଜଣାନ୍ତୁ, ମୁଁ ଆପଣଙ୍କ ମାନଙ୍କ ମାଧ୍ୟମରେ ତାଙ୍କ ସଲ୍ୟୁସନ ବାହାର କରିବି।